ବିଜୁ ଜନତା ଦଳ ପକ୍ଷରୁ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଆଜି ଘୋଷଣା ହେଇଛି। ଏଥିରେ ଆମର କେନ୍ଦୁଝରଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ମୀନା ମାଝୀ ତଥା ଏସଡିସି ର ପୂର୍ବତନ ଉପାଧ୍ୟକ୍ଷ ଏବଂ ବିଜୁ ଜନତା ଦଳର ମହିଳା ଦଳର ସେ ଉତ୍ତର ଓଡ଼ିଶାର ଦାୟିତ୍ୱରେ ମଧ୍ୟ ଥିଲେ। ଆଜି ତାଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଆମେ ତାଙ୍କ ସାଙ୍ଗରେ ଆଲୋଚନା କରିବା ସେ କେତେ କଣ ଖୁସି ଅଛନ୍ତି ଏବଂ କିପରି ଆଗକୁ ଏଇ ଯୋଉ ନିର୍ବାଚନ ମଇଦାନରେ ସେ ପାର ହେବେ। ଆପଣଙ୍କୁ କଳିଙ୍ଗ ଟିଭିକୁ ସ୍ୱାଗତ କରାହଉଛି। ନମସ୍କାର। କେମିତି କଣ ନିର୍ବାଚନକୁ ଆପଣ ଯିବେ ଆଜି ଯୋଉ ପ୍ରାର୍ଥୀ ଘୋଷଣା କରାଗଲା ପରେ ଆପଣ କେତେ ଖୁସି ଅଛନ୍ତି? ନିଶ୍ଚିତ ମୁଁ ବହୁତ ଖୁସି ଅଛି, ଯାହା ଦଳ ମତେ ଏଇ ସୁଯୋଗ ଦେଇଥିବାରୁ ମୁଁ ନିଶ୍ଚିତ ବହୁତ ଖୁସି ଅଛି। ଆଜି କଣ କହିବେ ମୁଖ୍ୟମନ୍ତ୍ରୀ? ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ବହୁତ ବହୁତ ଧନ୍ୟବାଦ ଦେବି। ତା ସହିତ ଆମର 5T ସଚିବ ପାଣ୍ଡିଆନ ସାର୍ ଏବଂ ଆମର ବବି ଭାଇଙ୍କୁ ମୋର ଅଶେଷ ଅଶେଷ ଧନ୍ୟବାଦ, ଯାହା ମତେ ଏହି ପଦବୀକୁ ନିଯୁକ୍ତି ଦେଇଥିବାରୁ। କାରଣ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଏହା ଗୋଟେ ମୋର ନିଶ୍ଚିତ ଲୋକଙ୍କ ପାଖରେ କିପରି କାମ କରିବି, ମତେ ଆଜି ଏଇ ସୁଯୋଗ ଦେଇଥିବାରୁ ମୁଁ ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବି। କେନ୍ଦୁଝର ଗୋଟେ ଆଦିବାସୀ ବହୁଳ ଜିଲ୍ଲା, ଏଠାରେ ଆଦିବାସୀ ମାନଙ୍କର ଉନ୍ନତି କରିବା ସହିତ ଆପଣ କେମିତି କଣ ଦେଖିବେ ଏବଂ କୋଉ ମୁଦ୍ଦା ନେଇକି ଲୋକଙ୍କ ପାଖକୁ ଯିବେ? ନିଶ୍ଚିତ ଆଜି ଆମ ଜିଲ୍ଲାରେ ଯେଉଁ ସବୁ ଉନ୍ନତିମୂଳକ କାମ ହେଇଛି ତାହାକୁ ମୁଦ୍ଦା ରଖିକି ଲୋକଙ୍କ ପାଖରେ ପହଞ୍ଚିବୁ ଏବଂ ନିଶ୍ଚିତ 2024 ପାର ହେବ। ଆପଣ ମାନେ ଯୋଉ ବର୍ତ୍ତମାନ ନିର୍ବାଚନ ଲଢୁଛନ୍ତି, ଆପଣ ଜାଣିଛନ୍ତି ଯେ ଆପଣଙ୍କର ଅପୋଜିଟ ସାଇଡ ରେ ଷଷ୍ଠ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲେଇଛନ୍ତି ମୋହନ ମାଝୀ। ସେ ଜଣେ ଓଡିଶାର ଜଣେ ଟାଣୁଆ ନେତା, ତାଙ୍କୁ କିପରି ମୁକାବିଲା କରିବେ ଆପଣ? ନିଶ୍ଚିତ ସିଏ ହେଇପାରନ୍ତି ଟାଣୁଆ, ତଥାପି ଆମେ ଲୋକଙ୍କ ପାଖରେ ପହଞ୍ଚିଛୁ ଏବଂ ଲୋକଙ୍କ ପାଖରେ ସବୁବେଳେ ଆମେ ଜଡିତ ହେଇକି ଅଛୁ। ଆମର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଯେତେ ଯୋଜନା ଅଛି ଆମେ ଲୋକଙ୍କ ପାଖରେ ପହଞ୍ଚେଇଛୁ ଏବଂ ସେଇ ମୁଦ୍ଦା ନେଇକି ଲୋକଙ୍କ ପାଖରେ ପହଞ୍ଚିବୁ ଏବଂ ନିଶ୍ଚିତ 2024 କୁ ପାର କରିବୁ। ଆପଣ କେତେ ଆଶାବାଦୀ ଥିଲେ ଯେ ଆପଣଙ୍କୁ ଟିକେଟ ଆପଣଙ୍କର ନାଁ ଘୋଷଣା କରାଯିବ ବୋଲି? ନିଶ୍ଚିତ ଯେହେତୁ ମୁଁ ଆଶାୟୀ ଥିଲି, ଆଶା ତ ଥିଲା, ତଥାପି ଦେବେ ବୋଲି ମୋର ଇଏ ନଥିଲା, କିନ୍ତୁ ଯାହା ଆଜି ଦଳ ତାହା ଭାବିଛନ୍ତି ଲୋକଙ୍କ ପାଖରେ କାମ କରିବା ପାଇଁ, ତେଣୁ ମୁଁ ନିଶ୍ଚିତ ଦଳକୁ ପ୍ରଥମେ ମୁଁ ଧନ୍ୟବାଦ ଦେବି। ଆପଣ ଜାଣିଛନ୍ତି ଯେ ସେ ଆପଣ ଅପୋଜିଟରେ ଯିଏ ଅଛନ୍ତି ବିଧାୟକ ମୋହନ ମାଝୀ ଅଛନ୍ତି, ବର୍ତ୍ତମାନ ଯୋଉ ନିର୍ବାଚନ ମଇଦାନରେ ଆପଣ ଅବତୀର୍ଣ୍ଣ ହେବେ, କେତେ ଆଶା ରଖିଛନ୍ତି କେତେ ଭୋଟ ବ୍ୟବଧାନରେ ଆପଣ ବିଜୟ ଲାଭ କରିବେ? ନା, ମୁଁ ନିଶ୍ଚିତ 10-15 ହଜାର ବ୍ୟବଧାନରେ ଲିଡ୍ କରିବି। ଆପଣ ଦେଖୁଥିଲେ ଆମ ପାଖରେ ଅଛନ୍ତି କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀର ବିଜେଡିର ବିଧାୟକ ପ୍ରାର୍ଥୀ ମୀନା ମାଝୀ, ଯିଏକି ସେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହିତ 5T ସଚିବ ଏବଂ ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଦେଇଛନ୍ତି ଏବଂ ଆଶା ରଖିଛନ୍ତି ଯେ ସେ କେନ୍ଦୁଝର ସଦର ନିର୍ବାଚନ ମଣ୍ଡଳୀରୁ ବିପୁଳ ଭୋଟରେ ବିଜୟ ଲାଭ କରିବେ। କେନ୍ଦୁଝରରୁ ରଞ୍ଜନ ତ୍ରିପାଠୀ, କଳିଙ୍ଗ ଟିଭି।